ଗାଈ ମାଂସ ବିକିବାରେ ଆମ ଭାରତ ତୃତୀୟ ସ୍ଥାନରେ ଅଛି। କ'ଣ ହେଲା? ଆମେ ତ ଗୋମାତାକୁ ରକ୍ଷା କରିବା ନା। ଆମେ ଭଲ ରାସ୍ତାରେ ଯିବାନି। କ'ଣ ହେଲା? ଟ୍ୟାକ୍ସ ତ ଆମେ ଦେଉଛୁ ନା। ମସଜିଦ ଆଉ ପଠାଣମାନଙ୍କୁ ମାରା ହେଉଛି ଆଉ ପିଟା ହେଉଛି। କ'ଣ ହେଲା? ଆମ ହିନ୍ଦୁତ୍ୱ ତ ଷ୍ଟ୍ରଙ୍ଗ ଅଛି ନା। ଝିଅମାନଙ୍କର ରେପ୍ ହେଲା। କ'ଣ ହେଲା ଏଠୁ? ରେପିଷ୍ଟ ମାନେ ତ ବେଲ୍ରେ ବାହାରି ଯାଉଛନ୍ତି ନା। ଆମର କିଛି ଅସୁବିଧା ନାହିଁ। ଇଣ୍ଡିଆରେ ବହୁତ ବଢ଼ିଆ ଚାଲିଛି। ଆମର ଯେତିକି ନ୍ୟୁଜ୍ ଚ୍ୟାନେଲ୍ ବହୁତ ସାରା ଅଛନ୍ତି, ପଇସା ଖାଇକି ଚୁପ୍ ରହୁଛନ୍ତି। କ'ଣ ହେଲା ଏଠୁ? ଆମର ଯେଉଁମାନେ ସତ କହୁଛନ୍ତି ତାଙ୍କୁ ତ ଆମେ ମାରିଦେଉଛୁ ନା। ତ କ'ଣ ହେଲା ଏଠୁ? ଦୁର୍ନୀତି ଚାଲୁଛି, ଚାଲୁ। କ'ଣ ହେଲା? ଆମେ ତ ଭୋଟ୍ ଦେବୁ ନା। ଆମେ ଏତେ ପାଠ ପଢ଼ିଲୁ। କ'ଣ ହେଲା? ଚାକିରି ତ ଚୋରି ହେଉଛି ନା। ତାପରେ ବି ଆମର ନେତା ମନ୍ତ୍ରୀ ମୂର୍ଖ ହେଲେ। କ'ଣ ହେଲା? ଆମେ ତ ପାଠ ପଢ଼ୁଛୁ ନା। ଚାକିରି ନ ମିଳୁ ଆମେ ବେକାରୀ ଅଛୁ। କିଛି ଅସୁବିଧା ନାହିଁ। ବହୁତ ଖୁସିର କଥା। ଦେଶ ଧୀରେ ଧୀରେ ତଳକୁ ଯାଉଛି। କ'ଣ ହେଲା? ଆମେ ସେ ଦେଶର ବାସି ନା। ଆଉ ଆମେ ଥୋଡ଼ି ନା ବାହାରକୁ ଯାଇପାରିବୁ। ନା ଚାକିରି ଦିଆହେବ, ନା ପଇସା ଇନକମ୍ କରିବୁ, ନା ବାହାରକୁ ଯିବୁ। କ'ଣ ହେଲା ଏଠୁ? ଧୀରେ ଧୀରେ ପଇସାର ଭ୍ୟାଲୁ କମ୍ ହେଉଛି। କ'ଣ ହେଲା? ଆମର ତ ରେଟ୍ ସବୁ ବଢ଼ୁଛି ନା। ଗ୍ୟାସ୍, ପେଟ୍ରୋଲ ସବୁ ଜିନିଷ ରେଟ୍ ବଢ଼ୁଛି ନା। ଆଉ କିଛି ଅସୁବିଧା ନାହିଁ। ଆମର କିଛି ନାହିଁ। ଆମର ଯଦି ଗ୍ୟାସ୍ 5,000 ଟଙ୍କା ହେବ ତଥାପି କିଣିକି ଖାଇବୁ। ଏ ଯେଉଁ ରୋଷେଇ କରିବୁ। ଆଉ ତେଲ ଯଦି ପେଟ୍ରୋଲ ଯଦି 1,000 ଟଙ୍କା ବି ଲିଟର ହେବ ଆମେ ପକାଇବୁ। କ'ଣ ହେଲା ଏଠୁ? ଆମ ସରକାର ତ ସବୁ ପ୍ରୋଭାଇଡ଼ କରୁଛି ନା। ଆମ ସରକାର ଭଲ ରାସ୍ତା କରୁଛି, ଝିଅମାନଙ୍କୁ ସୁରକ୍ଷା ଦେଉଛି, ଆଉ ବହୁତ ଭଲ ଭଲ କାମ କରୁଛି। କିଛି ଅସୁବିଧା ନାହିଁ।